ମାଲକାନଗିରି ଜିଲ୍ଲାରେ ଏବେ ବାହାର ରାଜ୍ୟର କେନ୍ଦୁପତ୍ର ବେପାରୀ ସକ୍ରିୟ ହେଲେଣି। ସ୍ଥାନୀୟ ଅଞ୍ଚଳରେ ରହୁଥିବା ଦର୍ଶାଇ ଲାଇସେନ୍ସ ଏବଂ ଜିଏସ୍ଟି କରୁଥିବା ଅଭିଯୋଗ ହୋଇଛି। ଏଥିସହ ପତ୍ର ତୋଳାଳିଙ୍କୁ ମନଇଚ୍ଛା ଟଙ୍କା ପ୍ରଦାନ କରି ଠକୁଥିବା ଅଭିଯୋଗ ହୋଇଛି। ଏଣୁ ବାହାର ବେପାରୀଙ୍କୁ ଲାଇସେନ୍ସ ନ ଦେବାକୁ ଦାବି ହୋଇଛି। ଜିଲ୍ଲାରେ ଏବେ ଆନ୍ଧ୍ର, ଛତିଶଗଡ଼, ତେଲେଙ୍ଗାନା, ବିହାର, ଉତ୍ତରପ୍ରଦେଶର ବେପାରୀମାନେ ସକ୍ରିୟ ହେବା ସହ କିପରି ଏହି ଅଞ୍ଚଳରେ ସେମାନେ ଲାଇସେନ୍ସ ପାଇବେ ଏବଂ ଜିଏସ୍ଟି ମଧ୍ୟ କରିବେ ସେ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ଦୀର୍ଘ ବର୍ଷ ଧରି ଭଡ଼ାରେ ରହୁଥିବା ଦର୍ଶାଇବା ସହ ନକଲି କାଗଜପତ୍ର ହାତେଇ ନେଉଛନ୍ତି। ବିଭାଗୀୟ ଅଧିକାରୀଙ୍କୁ ଧରି ଲାଇସେନ୍ସ ଏବଂ ଜିଏସ୍ଟି ନମ୍ବର ମଧ୍ୟ ହାତେଇ ନେଉଛନ୍ତି। ପତ୍ର ତୋଳାଳିଙ୍କୁ ଠକି କମ୍ ଦରରେ କେନ୍ଦୁପତ୍ର ଖରିଦ କରି ବେଶ୍ ଲାଭବାନ ହେଉଥିବା ଦେଖିବାକୁ ମିଳିଛି। ତେବେ ଏନେଇ ଜିଲ୍ଲା ପଞ୍ଚାୟତ ଅଧିକାରୀ, କେନ୍ଦୁପତ୍ର ବିଭାଗ ଅଧିକାରୀ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ସ୍ଥାନୀୟ କିଛି ସରପଞ୍ଚ ଏବଂ ଟ୍ୟାକ୍ସ ଅଧିକାରୀଙ୍କ ପ୍ରମୁଖ ଭୂମିକା ରହିଛି ବୋଲି ଅଭିଯୋଗ ହୋଇଛି। ମାଲକାନଗିରି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବା ବେଳେ ଧାରା 20/506 ଅନୁଯାୟୀ କୌଣସି ବାହାର ରାଜ୍ୟର ବେପାରୀ ସ୍ଥାନୀୟ ଅଞ୍ଚଳରେ କେନ୍ଦୁପତ୍ର କ୍ରୟ କରିପାରିବେ ନାହିଁ ବୋଲି ସୂଚନା ରହିଛି। ଅନ୍ୟ ଦିଗରେ ସ୍ଥାନୀୟ ବେପାରୀ ଏନେଇ ପ୍ରତିବାଦ କଲେ କୌଣସି ଫରକ ପଡୁନଥିବା କୁହାଯାଉଛି। ବିଭାଗୀୟ ଅଧିକାରୀଙ୍କ ସହ ବାହାର ବେପାରୀ ମିଶି ଆଦିବାସୀଙ୍କୁ ଠକୁଥିବା କୁହାଯାଉଛି। ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ କିମ୍ବା ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ କେନ୍ଦୁପତ୍ରର କୌଣସି କ୍ରୟ ଧାର୍ଯ୍ୟ ହେଉନଥିବାରୁ ବେପାରୀ କେରି ପିଛା କେଉଁଠି 2 ଟଙ୍କା 50 ପଇସା ତ ଆଉ କେଉଁଠି 3 ଟଙ୍କା ଦେଉଛନ୍ତି। କିନ୍ତୁ ଛତିଶଗଡ଼ରେ କେନ୍ଦୁପତ୍ର କେରି ପିଛା 5 ଟଙ୍କାରୁ 6 ଟଙ୍କା ରହିଛି। କମ୍ ଦାମରେ ବେପାରୀ ଏଠାରୁ କିଣି ଛତିଶଗଡ଼ ଏବଂ ଆନ୍ଧ୍ରକୁ ଚାଲାଣ କରୁଥିବା ଅଭିଯୋଗ ମଧ୍ୟ କରାଯାଇଛି। ଅନ୍ୟ ଦିଗରେ ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ ପଞ୍ଚାୟତଗୁଡ଼ିକୁ ଏନେଇ ତଦାରଖ କରୁନଥିବା କେନ୍ଦୁପତ୍ର ବିଭାଗ କେନ୍ଦୁପତ୍ର ଗାଡ଼ିର ଯାଞ୍ଚ ନକରି ଉତ୍କୋଚ ନେଇ ରସିଦ ଦେବା ଏବଂ ଜିଲ୍ଲା ପ୍ରଶାସନ ମଧ୍ୟ ଆଦିବାସୀଙ୍କ ପାଇଁ କୌଣସି ପଦକ୍ଷେପ ନ ନେବା ଦୁଃଖର ବିଷୟ ବୋଲି ଆଦିବାସୀ ସମାଜ ଅଭିଯୋଗ କରିଛି। ଆଦିବାସୀ ସମାଜ ଚେତାବନୀ ଦେଇଛନ୍ତି ଯେ ଯଦି ବାହାର ବେପାରୀଙ୍କୁ ଲାଇସେନ୍ସ ଦିଆଯିବ ତେବେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ। ପଞ୍ଚାୟତରେ 40,000 ଟଙ୍କା ପୈଠ କରି ସହଜରେ ଲାଇସେନ୍ସ ହାତେଇ ନେଉଥିବା ବେଳେ ଜିଏସ୍ଟି ନମ୍ବର ମଧ୍ୟ ସହଜରେ ଆଣିପାରୁଛନ୍ତି। କେନ୍ଦୁ ଲିଫ୍ ବିଭାଗ ମଧ୍ୟ ପତ୍ର ତୋଳାଳି ସେମାନଙ୍କର ପ୍ରାପ୍ୟ ପାଇଲେ କି ନାହିଁ, ବେପାରୀ କେଉଁଠାରୁ ପତ୍ର କ୍ରୟ କରିଛି ଏବଂ କେତେ ଟଙ୍କା ପୈଠ କରିଛି ସେସବୁ ତଦନ୍ତ କରାଯାଉନଥିବା ଅଭିଯୋଗ ହୋଇଛି। ତେଣୁ ବେପାରୀ ଗୋଟିଏ ସ୍ଥାନରୁ କେନ୍ଦୁପତ୍ର ଖରିଦ କରି ଅନ୍ୟ ଏକ ସ୍ଥାନରେ ପତ୍ର ତୋଳାଳିଙ୍କ ପଡ଼ି କାର୍ଡ ରଖି ସେମାନଙ୍କ ଠାରୁ ଖରିଦ କରୁଥିବା ଉଲ୍ଲେଖ କରୁଛି। ଜିଲ୍ଲା ପ୍ରଶାସନ ପତ୍ର ତୋଳାଳିଙ୍କୁ ଯେପରି ଉଚିତ ପ୍ରାପ୍ୟ ପାଇପାରିବେ ସେ ନେଇ ଏକ ଦର ଧାର୍ଯ୍ୟ କରନ୍ତୁ ବୋଲି ଜିଲ୍ଲା ବରିଷ୍ଠ ବିଜେଡି ନେତା ଘନଶ୍ୟାମ ମାଡକାମୀ ଅଭିଯୋଗ କରିଛନ୍ତି। ଘନଶ୍ୟାମ ମାଡକାମୀ ମାଲକାନଗିରି ଜିଲ୍ଲାର ଜଣେ ନାମୀ ଦାମୀ ସମାଜସେବୀ। ମୁଁ ଦେଖି ଆସୁଛି ଯେ ସରକାର କୌଣସି ରାଜ୍ୟରେ ଏ କେନ୍ଦୁପତ୍ର ତୋଳାଳିମାନଙ୍କୁ ଯେଉଁ ସୁବିଧା କଲା ପରି ମାଲକାନଗିରି ଜିଲ୍ଲାରେ ଅଗ୍ରଣୀ ରାଜ୍ୟ ହିସାବରେ ଦିଆଯାଇଛି ସୁଯୋଗ ଗ୍ରାମ ପଞ୍ଚାୟତକୁ। ଏ ଗ୍ରାମ ପଞ୍ଚାୟତ ଗୁଡ଼ାକରେ ଯେ ବେପାରୀମାନେ ଲୋକାଲ ବେପାରୀମାନେ ଯେ ଖାଲି କେନ୍ଦୁପତ୍ର ତୋଳାଳିମାନଙ୍କୁ ନୁହେଁ ଏ ଯେଉଁ ଏଠିକାର ସ୍ଥାନୀୟ ଲୋକମାନଙ୍କୁ କିଣା ବିକା ପାଇଁ ବି ସୁଯୋଗ ଦିଆଯାଇଛି। ଗ୍ରାମ ପଞ୍ଚାୟତରେ 40,000 ଟଙ୍କା ରସିଦ କାଟି ଜିଏସ୍ଟି କରି ସେମାନେ ସ୍ଥାନୀୟ ଲୋକ ଉପକୃତ ହେବେ। ତା ସହିତ ସ୍ଥାନୀୟ ଲୋକ ବି ଏଠି ବେପାର ବାଣିଜ୍ୟ କରି ଚଳିବା ପାଇଁ ବୋଲି ସୁଯୋଗ ଦିଆଯାଇଛି। ଏଠି ଯେତେ ଗୁଡ଼ିଏ ସରକାରୀ କର୍ମଚାରୀକୁ ସରକାର ଯୋଗାଇଛି ଏଠି ଏ ଜିଲ୍ଲାର ଲୋକମାନଙ୍କ ପାଇଁ, କିନ୍ତୁ ଏହି ଜିଲ୍ଲାରେ କେତେକ ପଞ୍ଚାୟତର ପିଓ ଏବଂ ସରପଞ୍ଚ ବାହାର ରାଜ୍ୟର ବେପାରୀମାନଙ୍କୁ ସୁଯୋଗ ଦେଉଛନ୍ତି ଏଠି କିଣିବା ପାଇଁ। ଯେଉଁ କିଣିବା ପାଇଁ ସୁଯୋଗ ଦିଆଯାଇଛି ତାହାକୁ ସାମ୍ବିଧାନିକ ବିରୋଧୀ ଅଟେ। ଯେଉଁ ଧାରାରେ ଯେଉଁ 244 ଧାରା ଏବଂ 1905 ଧାରାରେ ସମ୍ପୂର୍ଣ୍ଣ ଏ ଯେଉଁ ସାମ୍ବିଧାନିକ ବିରୋଧ କରାହେଉଛି। ଯେଉଁ ସିଡୋଲ ଏରିଆରେ ସ୍ଥାନୀୟ ଲୋକମାନେ କିଣିବେ ଏବଂ ପଞ୍ଚାୟତରେ ଯେକୌଣସି ସ୍ଥାନୀୟ ଲୋକ ବା ବେପାରୀମାନେ ଯଦି ଯାଇକି ରସିଦ କାଟି ଜିଏସ୍ଟି କରି ଯଦି ପତ୍ର କିଣିବେ ତା ପାଇଁ ସୁଯୋଗ ଦିଆଯାଇଛି। କିନ୍ତୁ ଆଜି ଦେଖାଯାଉଛି କେତେକ ପିଏ ଏବଂ ସରପଞ୍ଚ ଏବଂ ପ୍ରଶାସନିକ ଅଧିକାରୀମାନେ ବାହାର ବେପାରୀକୁ ଲକ୍ଷେ ନାହିଁ 2 ଲକ୍ଷ ନାହିଁ 10,000 15,000 10 ଲକ୍ଷ 15 ଲକ୍ଷ ଟଙ୍କାରେ କିଣା ବିକା କରୁଛନ୍ତି ଏବଂ ସେହି ପଇସା ପିଓ ସରପଞ୍ଚ ଏବଂ ପ୍ରଶାସନିକ ଅଧିକାରୀଙ୍କ ପକେଟରେ ଯାଉଛି ଏବଂ ଜିଲ୍ଲାରେ 60ରୁ 70ର ଉର୍ଦ୍ଧ୍ୱ ବେପାରୀ ଅଛନ୍ତି ସେମାନଙ୍କୁ ସୁଯୋଗ ଦିଆଯାଉ ନାହିଁ। ଏ ପଞ୍ଚାୟତ ସେ ପଞ୍ଚାୟତରେ ବୁଲି ବୁଲି ସେମାନେ ରିସିପ୍ଟ କାଟିବା ପାଇଁ କଲବଲ ହେଉଛନ୍ତି।
ସେମାନେ ଯଦି ରିସିପ୍ଟ କାଟିଥାନ୍ତେ ତାହେଲେ ପଞ୍ଚାୟତରେ ରାଜକୋଷକୁ ପଇସା ଯାଇଥାନ୍ତା। ରାଜକୋଷକୁ ପଇସା ଯାଉନାହିଁ। ଏ ସରକାରୀ କର୍ମଚାରୀ କିଛି କୁਝ ନେତାଙ୍କର ପକେଟକୁ ପଇସା ଯାଉଛି, ଯାହାଦ୍ୱାରା କି ଏ ଜିଲ୍ଲାର ଡେଭଲପମେଣ୍ଟ କ୍ଷେତ୍ରରେ ଉନ୍ନତି କ୍ଷେତ୍ରରେ ବାଧାପ୍ରାପ୍ତ ହେଉଛି। ତେଣୁ ମୁଁ କହିବାକୁ ଚାହେଁ ଯେ ଏଠି ନେତା କିମ୍ବା ପ୍ରଶାସନିକ ଯଦି ଗୁରୁତ୍ୱ ନ ଦେବେ ତାହେଲେ ଏଠିକାର ଲୋକ ଉନ୍ନତି ହେବେ ନାହିଁ। ତେଣୁ ମୁଁ ଅନ୍ୟାନ୍ୟ ମିଡ଼ିଆ ବନ୍ଧୁମାନଙ୍କୁ ବି ମୁଁ ଅନୁରୋଧ କରୁଛି ଯେ ଏଠି ପଚାରନ୍ତୁ ଯେ 60-70ରୁ ଉର୍ଦ୍ଧ୍ୱ ବେପାରୀ ଥିବା ସତ୍ତ୍ୱେ ପ୍ରତ୍ୟେକ ପଞ୍ଚାୟତରେ ଲୋକ ରିସିପ୍ଟ କାହିଁକି କାଟିନାହାନ୍ତି। କିଛିଟା ପଞ୍ଚାୟତରେ ବାହାର ବେପାରୀମାନେ ଆସି ଉଦାହରଣ ସ୍ୱରୂପ ରାଜନାଥ ଗାଁରୁ ପ୍ରବୀଣ ସମୟ ରବି ସମୟ ପରି ବେପାରୀମାନେ କେତେକ ପଞ୍ଚାୟତରେ ମୋଟା ଅଙ୍କ ଦେଇ ସେ ପଞ୍ଚାୟତକୁ ସମ୍ପୂର୍ଣ୍ଣ କିଣି ନେଇଛନ୍ତି। ବେପାରୀ କହୁଛନ୍ତି 1ରୁ 2ଟା ରିସିପ୍ଟ କାଟ ଆମରି ଟ୍ରେଡ୍ ନାଁରେ, ଯେଉଁଟାକି ଭିନ୍ନ ଭିନ୍ନ ନାମ ଟ୍ରେଡ୍ ଦେଇ ସେ ଜଣେ ବେପାରୀର ରିସିପ୍ଟ କାଟି ସେମାନେ ବେପାର ଚଳାଇବେ। ଯଦି ଗୋଟେ ପଞ୍ଚାୟତରେ ଯଦି ଏକାଧିକ ବେପାରୀ ପ୍ରବେଶ କରନ୍ତି ତାହେଲେ କେନ୍ଦୁପତ୍ର ତଳିଆମାନଙ୍କୁ ସୁବିଧା ହେବ, ବିକିବାରେ ସୁବିଧା ହେବ, ବିକିବାରେ ରେଟ୍ ମଧ୍ୟ ବଢ଼ିବ। ରେଟ୍ ବଢ଼ିଲେ ଜନତା କେନ୍ଦୁପତ୍ର ତଳାଳି ଜନତାମାନେ ଉପକୃତ ହେବେ। ଏଇ ଯେଉଁ ଉପକୃତ ବ୍ୟବସ୍ଥାକୁ କେତେକ ଲୋଲୁପ ଦୃଷ୍ଟି ପ୍ରଶାସନିକ ଏବଂ ରାଜନେତାମାନେ ଆର ବିଲୁପ୍ତ କରୁଛନ୍ତି। ତେଣୁ ମୁଁ ଅନୁରୋଧ କରୁଛି ଏଇ ଯେଉଁ ବିକଳ୍ପ ବ୍ୟବସ୍ଥାକୁ ନିଶ୍ଚିତ ଭାବେ ଆମ ମିଡ଼ିଆ ବନ୍ଧୁ ହେଉ କିମ୍ବା କୌଣସି ରାଜନେତା ହୁଅନ୍ତୁ ଯାଇ ପଞ୍ଚାୟତରେ ଇନକ୍ୱାରି କରନ୍ତୁ, ବ୍ଲକରେ ଜିପିଓ ପାଖରେ ଇନକ୍ୱାରି କରନ୍ତୁ, ବିଡ଼ିଓ ଇନକ୍ୱାରି କରନ୍ତୁ ଏବଂ ଡିପିଓ ଇନକ୍ୱାରି କରନ୍ତୁ ଏବଂ କଲେକ୍ଟର ମଧ୍ୟ ଆର ପଚାରି ଇନକ୍ୱାରି କରନ୍ତୁ। ନିଶ୍ଚିତ ଭାବରେ ଆର ସରଳୀକରଣ ପାଇଁ ଏବଂ ସ୍ଥାନୀୟ ଲୋକଙ୍କୁ ସୁଯୋଗ ଦିଆଯାଉ। ଯେହେତୁ ମାନେ ସିଡଲ୍ ଏରିଆ ହିସାବରେ ଧାରା 1905 ହିସାବରେ ବାହାର ଲୋକ ଏଠି ବ୍ୟବସାୟ କରିପାରିବେ ନାହିଁ। ଏବେ ଯେଉଁମାନେ ଏଠି ଘର ଭଡ଼ା ଦେଖାଇ ଏଠି ବ୍ୟବସାୟ କରୁଛନ୍ତି ବୋଲି ଦେଖାଉଛନ୍ତି, GST କାଟୁଛନ୍ତି, ସେମାନଙ୍କର ଭୋଟର କାର୍ଡ଼ ନିଜ ଗାଁରେ ରହିଛି, ସେମାନଙ୍କର ପାନ୍ କାର୍ଡ଼ ବି ନିଜ ଜନ୍ମସ୍ଥାନର ଆଡ୍ରେସ୍ ରହିଛି, ସେମାନଙ୍କର ଆଧାର କାର୍ଡ଼ ବି ନିଜ ଜନ୍ମସ୍ଥାନର ଆଡ୍ରେସ୍ ରହିଛି। ଏଠି ସେମାନଙ୍କର ଭୋଟର ତାଲିକାରେ ନାଁ ନାହିଁ। କି ଯେ ବାଟେ ନକଲି ଏଠି GST କରି ଯେଉଁ ବେପାର କରୁଛନ୍ତି ସେ ବେପାରୀମାନଙ୍କୁ କଳା ତାଲିକାରେ ଅନ୍ତର୍ଭୁକ୍ତ କରି ସ୍ଥାନୀୟ ବେପାରୀମାନଙ୍କୁ ଗୁରୁତ୍ୱ ଦିଆଯାଉ। ସ୍ଥାନୀୟ ବେପାରୀ ଗୁରୁତ୍ୱ ଦେଲେ ଏଠି ସମସ୍ତେ ପ୍ରତ୍ୟେକ ପଞ୍ଚାୟତରେ 4, 5, 10 ବେପାରୀ ପ୍ରବେଶ କଲେ ସେମାନଙ୍କର କେନ୍ଦୁପତ୍ର ତଳାଇମାନଙ୍କର ବିଡ଼ା ପ୍ରତି ରେଟ୍ ବଢ଼ିବା ସହ ଯେଉଁ ତଳାଇମାନଙ୍କୁ ଉପକୃତ ହେବେ, ଏଥିସହ ସ୍ଥାନୀୟ ବେପାରୀମାନେ ମଧ୍ୟ କିଛି ଉପକୃତ ହେବେ। ମାଲକାନଗିରି ଜିଲ୍ଲାରୁ ପ୍ରଶାନ୍ତ କୁମାର ସାଗରିଆଙ୍କ ରିପୋର୍ଟ, ପ୍ରାଇମ୍ ଟିଭି ଓଡ଼ିଆ।